যাত্রা কলাকার নব ঘোষଙ୍କୁ মঞ্চরে চেয়ার মাড়রে নবଙ୍କ ଗୋଡ଼ରେ ଆଘାତ ଲାଗିଲା। ଗତକାଲି ସୋରରେ ଯାତ୍ରା ସ୍ୱର୍ଣ୍ଣମହଲ ଗଣନାଟ୍ୟର ନାଟକ ସ୍ୱାମୀ ପାଇଁ ପଛେ ନର୍କକୁ ଯିବିର ଏକ ଦୃଶ୍ୟରେ ଖଳ ଅଭିନେତା ନବଙ୍କ ନିଖୁଣ ଅଭିନୟରେ ଦର୍ଶକ ତାଙ୍କ ଉପରକୁ ଚେୟାର ଫୋପାଡ଼ି ଆହତ କରିଛନ୍ତି। ଗତକାଲି ବିଦୁ ବଜାରରେ ସ୍ୱର୍ଣ୍ଣମହଲ ଗଣନାଟ୍ୟର ସେ ଖଳ ଅଭିନେତା ନବ ଘୋଷଙ୍କୁ ଦର୍ଶକ ଚେୟାର ମାଡ଼ କରୁଛନ୍ତି ପ୍ୟାଣ୍ଡେଲ ଭିତରେ। ଘଟଣା କାଲି ହେଇଛି କହିଲେ କାଲି ଚେୟାର ମାଡ଼ ବହୁତ ଆଗରୁ ବି ହଉଛି, ପ୍ରତି ପ୍ୟାଣ୍ଡେଲରେ ହଉଛି। କଥାଟା ହଉଛି ହିନ୍ଦୁ ମୁସଲମାନର କଥା, ଜଗନ୍ନାଥ ବିରୋଧୀ କଥା। ଯେତେବେଳେ ଗୋଟେ ମୁସଲମାନ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଗୋଟେ ହିନ୍ଦୁ ବ୍ରାହ୍ମଣ ଘର ପିଲାକୁ ଟର୍ଚର କରିବ, ତାକୁ ଜଗନ୍ନାଥ ବିରୋଧ କଥା କହିବ ନା, ସେ ହଉ କଥା ଆଉ କାଟିଯିବେ ଜେଲ। ତାପରେ ମେନ କଥା ହେଲା ଯେ ଗେଟରଟା ମୁଁ ମୋର ହଉଛି ନା ଯୋଉ କଥା ଗୁଡା ହଉଛି ସେମାନେ ସତରେ ନ୍ୟାଚୁରାଲିଟି ଭାବି ଦେଇଛନ୍ତି ପଠାଣଟେ ବିଷୟ। ସେଇଥିପାଇଁ ସମସ୍ତେ ହିନ୍ଦୁ ଲୋକମାନେ ସହି ପାରୁନାହାନ୍ତି, ମାଳ କରୁଛନ୍ତି। ଏଇଟା ତ ଭଗବାନଙ୍କର ମୋ ପାଇଁ ଗୋଟେ ଆଶୀର୍ବାଦ। ସେଇ ସିଚୁଏସନ ଟା କହିଲେ ସେ ଯୋଉ କାଲି ଦୃଶ୍ୟର ସିଚୁଏସନ ଟା ହଉଛି କହିକି ଗୋଟେ ଜଗନ୍ନାଥ ମନ୍ଦିରର ଜାଗା, ଯୋଉଠି ମନ୍ଦିରଟା ଅଛି ସେଇ ଯୋଉ ଜାଗାଟା ସେଟା ହିନ୍ଦୁ ମାନେ କହୁଛନ୍ତି, ହିନ୍ଦୁ ମାନେ ମୁସଲମାନ କହୁଛନ୍ତି, ତାଙ୍କର କେସଟା ଚାଲିଛି। ଡିଗ୍ରୀ ହିନ୍ଦୁ ମାନେ ପାଇଯାଇଛନ୍ତି। ଯିଏ ପୂଜକ ସେଇ ଜଗନ୍ନାଥ ମନ୍ଦିରର ତାଙ୍କ ନାଁ ହଉଛନ୍ତି ବିଶ୍ୱଜିତ ମିଶ୍ରା, ସେ ପାଇଯାଇଛନ୍ତି। ପାଇଗଲା ପରେ ଏଇ ଯୋଉ ମୁସଲମାନ ଇଏ ଟିକେ ନିଶ୍ଚିତ ତାଙ୍କର ପ୍ରତିଶୋଧ ପରେ ଆଣା ହେଇଯାଇଛନ୍ତି। ତାପରେ ସେଇ ଯୋଉ ମୁସଲମାନ ଚରିତ୍ର ମୁଁ କରୁଥିଲି ମୋର ଝିଅକୁ ଲଗେଇକି ସେଇ ବ୍ରାହ୍ମଣର ପୁଅକୁ ପଣ୍ଡିତ ପୁଅକୁ ଲଭ୍ କରି କୋର୍ଟ ମ୍ୟାରେଜ ହେଇଯାଇଛି। କୋର୍ଟ ମ୍ୟାରେଜ ହେଇସାରିଲା ପରେ ସେ ଯେତେବେଳେ ମୋ ଘରକୁ ତାକୁ ନେଇକି ଆସିଛି, ମୁଁ ସେଠି ତାକୁ ଟର୍ଚର କରୁଛି, ଜବରଦସ୍ତି ମୁସଲମାନ କରୁଛି, ବସ୍ ଖୁଆଉଛି, ଯେ ପଠାଣ ହବୁ ମୁସଲମାନ ହବୁ ବେଶ କରଉଛି। ସେଇ ଡାଇଲଗ ଟା ଆପଣ ଟିକେ ସେଇ ଡାଇଲଗ ଟା ଆପଣ ପରିବେଷଣ କରିବେ, ଯୋଉ ଡାଇଲଗ ପାଇଁ ଆପଣଙ୍କୁ ହଉଛି ଚେୟାର ମାଡ଼। ସେଇ ଡାଇଲଗ ଟା ଟିକେ ଶୁଣିବେ। ସବୁ ଅସମ୍ଭବକୁ ସମ୍ଭବ କରିବାର କଳା ମତେ ବେଶ ଭଲ ଭାବରେ ଦେଲା। क्योंकि हमका नाम कुर्सी दालाम लड़ने में फ्री। और सुन, आज से तू बोलेगा अल्लाह अल्लाह और भूल जाएगी कल जगन्नाथ कल हरि। मैं तेरे को अभी मुसलमान बनाऊंगा, ଏଇ ଶବ୍ଦ ପରେ ଆରମ୍ଭ ହଉଛି ଆପଣଙ୍କ ଉପରକୁ ମାଡ଼ଟା ହଉଛି ଚେୟାର ମାଡ଼ଟା। ସେ ତାଙ୍କ କହିବା କଥା ଏଇ ଯୋଉ ଚେୟାର ମାଡ଼ ତାଙ୍କ ପାଇଁ ଆଶୀର୍ବାଦ, ତେବେ ଆଗକୁ ସେ ନିଶ୍ଚିତ ତାଙ୍କର ଆମେ ସଫଳ କାମନା କରିବା, ନିଶ୍ଚିତ ସେ ଆଗେଇ ଚାଲନ୍ତୁ। ତେବେ ଏଇ ହଉଛି ଥିଲା କାଲିର ଯୋଉ ଦର୍ଶକଙ୍କ ଚେୟାର ମାଡ଼ଟା।